ସେପ୍ଟେମ୍ବର 11, 1971 ମସିହାରେ ସମ୍ବଲପୁରଠାରେ ଅଭିଜିତ ଦାଦାଙ୍କର ଜନ୍ମ ହୋଇଥିଲା। ସେ ଜଣେ ଭଲ କଣ୍ଠଶିଳ୍ପୀ ସହ ଜଣେ ସୁନାମଧନ୍ୟ ନିର୍ଦ୍ଦେଶକ ମଧ୍ୟ ଥିଲେ। ଆଜି ଆମେ ତାଙ୍କ ବିଷୟରେ ଓ ତାଙ୍କ ପରିବାର ବିଷୟରେ ସବୁ ଜାଣିବା। ଜାନୁଆରୀ 26 ଭଳିଆ ଏକ ଭଲ ଦିନରେ ଏଇଭଳି ଏକ ଖବର ଶୁଣିବାକୁ ମିଳିଲା କି ଅଭିଜିତ ମଜୁମଦାରଙ୍କର ଡେଥ୍ ହୋଇଯାଇଛି। ସେ ସମସ୍ତ ଓଡ଼ିଶାବାସୀଙ୍କୁ ଛାଡ଼ି ନିଜ ପରିବାରକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି। ତାଙ୍କ ମୁହଁରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୁଅ। ନିଜ ବାପାଙ୍କୁ ହରାଇ ବହୁ ଦୁଃଖରେ ଅଛନ୍ତି ତାଙ୍କ ପୁଅ ଓ ତାଙ୍କ ପରିବାର ଲୋକ। ଦାଦା ସମସ୍ତଙ୍କୁ ଭଲ ପାଉଥିଲେ। ସେ ସମସ୍ତଙ୍କୁ ନିଜର ଭାବୁଥିଲେ। ସେ ନିଜର କ୍ୟାରିୟର କଟକରେ ହିଁ ଆରମ୍ଭ କରିଥିଲେ। ଜଣେ ଉଚ୍ଚ କୋଟିର ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ଭାବେ ଖୁବ୍ ପରିଚିତ ଥିଲେ। ତାଙ୍କର ଅକାଳ ବିୟୋଗ ଓଡ଼ିଆ ସଙ୍ଗୀତ ଜଗତରେ ଅପୂରଣୀୟ କ୍ଷତି ଘଟିଲା ଓ ସମସ୍ତ ଓଡ଼ିଶାବାସୀଙ୍କ ମନରେ ଦୁଃଖ ରହିଗଲା କି କାରଣ ପ୍ରଥମେ ଓଡ଼ିଆ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡ଼ିର ସିଙ୍ଗର ବା କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁବରଣ କରିବାର ମାସେ ପରେ ପୁଣି ଥରେ କଣ୍ଠଶିଳ୍ପୀ ଓ ନିର୍ଦ୍ଦେଶକ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି। ଯେ ହେଉଛନ୍ତି କି ଅଭିଜିତ ଦାଦା। ସିଏ କେତେ କୋଟି ଟଙ୍କାର ମାଲିକ ଥିଲେ ଓ ତାଙ୍କ ଘର ପରିବାର ଓ ତାଙ୍କ ପରିବାରରେ କେତେ ଜଣ ଅଛନ୍ତି ଓ ତାଙ୍କ ଆକାଉଣ୍ଟରେ କେତେ କୋଟି ଟଙ୍କା ବର୍ତ୍ତମାନ ରହିଛି ଆସନ୍ତୁ ଜାଣିବା। ସେଥିପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଉ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବା ପୂର୍ବରୁ ଯଦି ଆମ ଚ୍ୟାନେଲରେ ନୂଆ ଥିବେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ଆଉ ଯଦି ଭିଡ଼ିଓଟି ଭଲ ଲାଗିଥିବ ତେବେ ଭିଡ଼ିଓଟି ଗୋଟିଏ ଲାଇକ୍ କରିଦେବେ। ଦର୍ଶକ ବନ୍ଧୁ ଆପଣମାନେ ତ ସମସ୍ତେ ଜାଣିଥିବେ କି ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ବା ଦାଦାଙ୍କୁ କିଏ ବା ନ ଜାଣେ। ତାଙ୍କର ପପୁଲାର ଗୀତ ପାଇଁ ସେ ଘରେ ଘରେ ଗାଁରେ ପରିଚିତ। ସେ ଯେତେବେଳେ ନିଜର ସଙ୍ଗୀତ କ୍ୟାରିୟର ଆରମ୍ଭ କରିଥିଲେ କଟକଠାରେ ପ୍ରଥମେ ସେ ଷ୍ଟେଜ୍ ପ୍ରୋଗ୍ରାମ କାମ କରୁଥିଲେ। ତାପରେ ପରେ ସେ ମ୍ୟୁଜିକ୍ ଡିରେକ୍ଟର ଭାବରେ କାମ କରିଥିଲେ। ଖାଲି ସେତିକି ନୁହେଁ ସେ ବହୁତ ସାରା ସିନେମାରେ ମଧ୍ୟ କାମ କରିଛନ୍ତି। ସେ ତାଙ୍କ କ୍ୟାରିୟରରେ 5000ରୁ ଉର୍ଦ୍ଧ୍ୱ ଗୀତ ଗାଇଛନ୍ତି। ନୂଆ ଫିଲ୍ମ ହେଉ ବା ନୂଆ ସିନେମା ହେଉ ସେଥିପାଇଁ ସେ ଗୀତ ମଧ୍ୟ ଗାଇଛନ୍ତି। ଏବେ ଆସନ୍ତୁ ଜାଣିବା ତାଙ୍କ ପରିବାର ବିଷୟରେ। ଅଭିଜିତ ଦାଦାଙ୍କ ପରିବାର କହିଲେ ତାଙ୍କର ଗୋଟିଏ ବୋଲି ପୁଅ ଓ ଗୋଟିଏ ବୋଲି ଝିଅ ଏବଂ ତାଙ୍କର ସ୍ତ୍ରୀ ରହିଛନ୍ତି। ଆଉ ଆଲିଶାନର ଘର ରହିଛି ଓ ତାଙ୍କ କ୍ୟାରିୟରରେ ସେ କୋଟି କୋଟି ଟଙ୍କା ଅର୍ଜନ କରିଛନ୍ତି। ସେ ଜଣେ ମଣିଷ ଏଭଳି ଏକ ମଣିଷ ଯେ ସମସ୍ତେ ଜାଣିଥିବେ କି ସମସ୍ତଙ୍କୁ ଭଲ ପାଉଥିଲେ, ସମସ୍ତଙ୍କୁ ନିଜର ବୋଲି ଭାବୁଥିଲେ। ସେ ଜଣେ ମଣିଷ ଅନେକ କାମ କରୁଥିଲେ। ନିଜେ ସେ ଷ୍ଟେଜ୍ ପ୍ରୋଗ୍ରାମ କରିବା ସହ ମ୍ୟୁଜିକ୍ ଡିରେକ୍ଟର ଭାବରେ କାମ ମଧ୍ୟ କରୁଥିଲେ ଓ ନିଜେ ମଧ୍ୟ ସିଙ୍ଗର ଥିଲେ। ଅନେକ ସୁପରହିଟ୍ ଗୀତ ମଧ୍ୟ ଗାଇଛନ୍ତି। କେହି କେବେ ଭାବିନଥିବେ ଯେ ହ୍ୟୁମାନଙ୍କ ମୃତ୍ୟୁ ପରେ ଅଭିଜିତ ଦାଦା ବି ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯିବେ। ଶେଷରେ ମୁଁ ବାସ୍ ଆମ ଚ୍ୟାନେଲ ତରଫରୁ ଏତିକି କହିବି କି ଦାଦାଙ୍କ ଅମର ଆତ୍ମାର ସଦ୍ଗତି ହେଉ।